नमस्कार मु जगदीश आपणक ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ସେଥିପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ୱତନ୍ତ୍ର ପଞ୍ଜୀକରଣ କାର୍ଯ୍ୟକ୍ରମ ଚଳିତ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ଅଙ୍ଗନବାଡି ଏବଂ ଆଶା ଦିଦିମାନଙ୍କୁ ଘରେ ଘରେ ବୁଲି ଗର୍ଭବତୀ ଏବଂ ପ୍ରସବବତୀ ମହିଳାମାନଙ୍କ ପଞ୍ଜୀକରଣ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ମହିଳାର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଅର୍ଥ ସହାୟତା ପ୍ରଦାନ କରାଯିବା ସହ କନ୍ୟା ସନ୍ତାନ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଯୋଜନାରେ 5,50,000 ଯୋଗ୍ୟ ମହିଳାଙ୍କ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଆକାଉଣ୍ଟ ମାଧ୍ୟମରେ 19,028 କୋଟି ଟଙ୍କାର ମାତୃକାଳୀନ ସହାୟତା ପ୍ରଦାନ କରାଯାଇଥିବା ସରିଲାଣି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗତ ସୋମବାର ଲୋକସଭା ଭବନରେ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଯୋଡ଼ି ହୋଇଥିବା ଉପମୁଖ୍ୟମନ୍ତ୍ରୀ ପରିଡା ହିତାଧିକାରୀଙ୍କ ସୁଭଦ୍ରା ଯୋଜନା ମିଳିଥିବା ସହାୟତା ରାଶି ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବର୍ତ୍ତମାନ ଜାରି ରହିଛି ସମୀକ୍ଷା ମିଳୁଥିବା ତଥା ତଥ୍ୟ ଆଧାରରେ ଆଗାମୀ ଦିନରେ ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯିବ ବୋଲି ଏହି ଭିଡିଓ କନଫରେନ୍ସରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ବିରୋଧୀ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଇସ୍ତଫା ଦାବି କରିଛନ୍ତି। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରଖିଛନ୍ତି ନିଜ ବୟାନ। ସେ କହିଛନ୍ତି ମୋ ଇସ୍ତଫାରେ ଯଦି ବଳଙ୍ଗା ପୀଡ଼ିତା ଜୀବନ ଫେରି ପାରିବ ତାହେଲେ ସରକାର ପ୍ରସ୍ତୁତ ବୋଲି କହିଛନ୍ତି। ଅନ୍ୟପକ୍ଷରେ ମୃତ ପରିବାରଙ୍କୁ ନେଇ ରାଜନୀତି ପସନ୍ଦ କରେ ନାହିଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଉପମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ସମୟକ୍ରମେ ସବୁ ସତ ସାମ୍ନାକୁ ଆସିବ। ପୀଡ଼ିତାଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ସବୁ ସହଯୋଗ କରିଥିବା ବେଳେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ସେ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରିବାର ପ୍ରତି ଯାହା କରିବାର ଅଛି କରାଯିବ। ରାଜ୍ୟ ସରକାର ପୀଡ଼ିତାଙ୍କ ପରିବାର ସହ ଥିଲେ ଏବଂ ଅଛନ୍ତି। ପୋଲିସ ଉପରେ ଆପଣ ଭରସା ରଖନ୍ତୁ ଯାହା ସତ୍ୟ ତାହା ନିଶ୍ଚିତ ଭାବରେ ପଦାକୁ ଆସିବ। ସୂଚନାଯୋଗ୍ୟ ଗତ ଶନିବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ବଳଙ୍ଗା ପୀଡ଼ିତା। ଏହାପରେ ମୃତଦେହ ବିଳମ୍ବିତ ରାତିରେ ଭୁବନେଶ୍ୱର ପହଞ୍ଚିଥିବା ବେଳେ ବିମାନ ବନ୍ଦରରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବଳଙ୍ଗା ଥାନା ଅନ୍ତର୍ଗତ ପୈତୃକ ଗାଁ ବାଇବର ନୂଆ ଗୋପାଳପୁର ମୃତଦେହ ନିଆଯାଇଥିଲା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ଓକିଲ ସଂଘ ସ୍ଥିର କରନ୍ତୁ। ସେମାନେ ନିଜ ଭିତରେ ଆଲୋଚନା କରି ଏହା ସ୍ଥିର କରନ୍ତୁ ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ହାଇକୋର୍ଟ ବେଞ୍ଚ କେଉଁଠି ସ୍ଥାପନ ହେବ ସ୍ଥିର କରନ୍ତୁ। ଏନେଇ କେନ୍ଦ୍ର ସରକାରଙ୍କୁ ଏକ ସାମୟିକ ପ୍ରସ୍ତାବ ଦେବାର ଆବଶ୍ୟକ ଅଛି ବୋଲି ସେ କହିବା ସହିତ ସୂଚନାଯୋଗ୍ୟ ହାଇକୋର୍ଟ ବେଞ୍ଚ ଯଶବନ୍ତ ସିଂ କମିଶନର ମାପଦଣ୍ଡ ସ୍ଥିର କରିଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଓଡ଼ିଶାର ପ୍ରାଥମିକ ଶିକ୍ଷକ ବ୍ୟବସ୍ଥା ପୁନରୁତ୍ଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା କରାଯାଇଥିବା ସୁଚିନ୍ତିତ ସୁପାରିଶଗୁଡ଼ିକ ତ୍ୱରାନ୍ୱିତ ସରକାର ଆସନରେ ପରିଣତ କରାଯାଉଛି। ଶିକ୍ଷୟିତ୍ରୀଙ୍କୁ ମାସିକ ଋତୁସ୍ରାବ ଜନିତ ଛୁଟି ଦେବା ପାଇଁ ନିୟମ କରାଯାଉଛି ଏବଂ ସେହିଠାରୁ କନିଷ୍ଠ ଶିକ୍ଷକ ଉଚ୍ଚ ଶିକ୍ଷକ ନିମନ୍ତେ ଆଗାମୀ 7 ଦିନ ମଧ୍ୟରେ ଏନ୍ଓସି ଦେବା ନିୟମ କରାଯିବ। ନଚେତ୍ ଆଗାମୀ ସପ୍ତାହରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ନିଷ୍ପତ୍ତି ନେଇବ ବୋଲି ଗତ ରବିବାର ଶ୍ରମିକ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି। କର୍ମଚାରୀଙ୍କ କହିବା ଅନୁସାରେ ପ୍ରାଥମିକ ଶିକ୍ଷକ ହେଉଛନ୍ତି ଶିକ୍ଷାର ଅନୁଷ୍ଠାନିକ ଶାଳ। ପ୍ରାଥମିକ ଶିକ୍ଷକ ଏହାର ମେରୁଦଣ୍ଡ ହୋଇଥିବା ବେଳେ ଏହା ରାଜ୍ୟର ପ୍ରାଥମିକ ଶିକ୍ଷାମାନେ ଉପଯୁକ୍ତ ମର୍ଯ୍ୟାଦା ପାଇବାକୁ ବଞ୍ଚିତ ହେଉଛନ୍ତି। ଗତ ଶନିବାର ସକାଳୁ ଦ୍ୱାରା ଗଠିତ କମିଟି ପକ୍ଷରୁ ଓଡ଼ିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ପୁନରୁତ୍ଥାନ କରି ଏକ ଯୁଗାନ୍ତର ପଦକ୍ଷେପ ନିଆଯାଇଛି। ଏହି ଅନୁମୋଦନ ତୁରନ୍ତ କାର୍ଯ୍ୟରେ କରାଯାଉ ବୋଲି ଦାବି କରାଯିବାର ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 835ଟି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବ। ଗଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ପଞ୍ଚାୟତରେ ହେଡକ୍ୱାର୍ଟରରେ ଗୋଟିଏ ଲେଖାଏଁ ଆଦର୍ଶ ସ୍କୁଲ ନିର୍ମାଣ ହେବ ବୋଲି ବିଦ୍ୟାଳୟ ପାଇଁ 7 କୋଟି ଟଙ୍କା ଅଟକଳ ରଖାଯାଇଛି। ଦୁର୍ଗମ ଅଞ୍ଚଳରେ ପିଲାଙ୍କୁ ଯିବା ଆସିବା ପାଇଁ ମାଗଣା ପରିବହନ ସୁବିଧା ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ ହେଲ୍ଥ କାର୍ଡ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବ ସରକାର। ଡିଜିଟାଲ ହେଲ୍ଥ କାର୍ଡ ମାଧ୍ୟମରେ ଜାଣି ହେବ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ଏନେଇ ଗଣଶିକ୍ଷା ବିଭାଗ ଯୋଜନା କରୁଛି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ 2 ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବାଲିଯୋଡ଼ି ୟୁପି ସ୍କୁଲ ହଷ୍ଟେଲରେ ଛାତ୍ରଙ୍କ ମୁଣ୍ଡରେ ପୋକ ଦେଖିବାକୁ ମିଳିଛି। ଛାତ୍ରଙ୍କୁ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସ୍କୁଲ ଅଧ୍ୟକ୍ଷ ଏବଂ ପରିଚାଳନା ବିଭାଗର ଛାତ୍ରଟିକୁ ମୁଣ୍ଡରେ ପ୍ରଥମେ କ୍ଷତ ହୋଇଥିଲା। ପରେ ତାକୁ ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ସେ ଦେଖି ନଥିବେ ଏବଂ ଯାହାଫଳରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ
ଏଭଳି ଘଟଣା ଘଟିଥିବା ସାମ୍ନାକୁ ଆସିଛି। ତେବେ ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ଦାୟିତ୍ୱ କିଭଳି ନେଇଥିଲେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଅନ୍ୟପକ୍ଷରେ ଛୁଆଟିର ମୁଣ୍ଡରେ କ୍ଷତ ହୋଇ ଛୁଆ ମୁଣ୍ଡରୁ ପୋକ ବାହାରିଲା ଏବଂ ତାପରେ ଅଭିଭାବକକୁ ଜଣାଇ ନଥିଲା ସ୍କୁଲ କର୍ତ୍ତୃପକ୍ଷ। ଏବେ ସରକାର ଡିଜିଟାଲ ହେଲ୍ଥ କାର୍ଡ ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିହେବ। ଫଳରେ ଆଗାମୀ ଦିନରେ ଏଭଳି ଘଟଣା ଘଟିବ ନାହିଁ ବୋଲି କୁହାଯାଉଛି।